ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ମାମଲାଟି ପରାଜିତ ପ୍ରାର୍ଥିନୀ ବିଜେଡ଼ିର ଦୀପାଳି ଦାସ ଦାଖଲ କରିଥିଲେ। ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ନିର୍ବାଚନକୁ ଅସିଦ୍ଧ କରିବା ପାଇଁ ସେ ଆବେଦନରେ ଦର୍ଶାଇଥିଲେ। ଟଙ୍କଧର ତ୍ରିପାଠୀ ତାଙ୍କ ସତ୍ୟପାଠରେ ବହୁ ଅପରାଧିକ ମାମଲା ନୁଚାଇଛନ୍ତି, ନିଜର ଆୟବ୍ୟୟର ହିସାବ ନୁଚାଇଛନ୍ତି ଏବଂ ତାଙ୍କର ସତ୍ୟପାଠଟି ଷ୍ଟାମ୍ପ ପେପରରେ କରାଯାଇ ନାହିଁ। ତେଣୁ ତାହା ସତ୍ୟପାଠଟି ଆଇନ ଅନୁସାରେ ଏକ ଆଇନଗତ ସତ୍ୟପାଠ ବୋଲି ଧରାଯିବ ନାହିଁ। ତତ୍ସହିତ କଂଗ୍ରେସ ପ୍ରାର୍ଥିନୀ ଯିଏ ଥିଲେ ଅମିତା ବିଶ୍ୱାଳ, ତାଙ୍କର ମଧ୍ୟ ସତ୍ୟପାଠ ଏବଂ ତାଙ୍କର ଯେଉଁ ସତ୍ୟପାଠ ଦାଖଲ କରିବାର ପ୍ରକ୍ରିୟାକୁ ଅଭିଯୋଗ କରି ଦୀପାଳି ଦାସ ନିର୍ବାଚନ ମକଦ୍ଦମାଟି ଦାଖଲ କରିଥିଲେ। ସେହି ମୂଳ ମକଦ୍ଦମାକୁ ଖାରଜ କରିବା ପାଇଁ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ତରଫରୁ ଏକ ଅନ୍ତରୀଣ ଆବେଦନ ଦାଖଲ କରାଯାଇଥିଲା। ତାହା ଶୁଣାଣି କରି ମାନ୍ୟବର ଜଷ୍ଟିସ୍ ଶଶିକାନ୍ତ ମିଶ୍ର ରାୟ ସଂରକ୍ଷିତ ରଖିଥିଲେ। ଆଜି ମାନ୍ୟବର ହାଇକୋର୍ଟ ସେ ରାୟକୁ ପ୍ରକାଶ କରିଛନ୍ତି। ଟଙ୍କଧର ତ୍ରିପାଠୀଙ୍କର ଆବେଦନକୁ ଖାରଜ କରାଯାଇଛି। ଦୀପାଳି ଦାସଙ୍କର ମୂଳ ମକଦ୍ଦମାକୁ ବିଚାରକୁ ନିଆଯିବ ବୋଲି ହାଇକୋର୍ଟ ମତ ରଖିଛନ୍ତି। ଏହି ମତ ରଖିଲା ବେଳେ ହାଇକୋର୍ଟ ଦର୍ଶାଇଛନ୍ତି ଯେ କୌଣସି ପ୍ରାର୍ଥୀ ଯଦି ତା'ର ମନୋନୟନ ସମୟରେ ଦାଖଲ କରିଥିବା ସତ୍ୟପାଠରେ ଅପରାଧିକ ତଥ୍ୟଗୁଡ଼ିକ ଲୁଚାଇ ରଖିଥାଏ, ତାହା ଅସାଧୁ ଉପାୟ ଅବଲମ୍ବନ ପରିସରଭୁକ୍ତ ହେବ ଏବଂ ସେଥିପାଇଁ ଏକ ଆଫିଡେଭିଟ୍ ଫର୍ମ 25ରେ ଫର୍ମ 25ରେ ଏକ ଆଫିଡେଭିଟ୍ ଯେଉଁଟା ନିର୍ବାଚନ ଆଇନରେ ଅଛି ତାକୁ ଦାଖଲ କରିବା ପାଇଁ 3 ସପ୍ତାହ ଭିତରେ ଦୀପାଳି ଦାସ ଦାଖଲ କରିବା ପାଇଁ ଦୀପାଳି ଦାସକୁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି 24 ଏପ୍ରିଲ 2025କୁ ସ୍ଥିର କରିଛନ୍ତି।